ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ବିକୁ ପବ୍ଲିକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଏହି ଭିଡ଼ିଓରେ ଜାଣିବା PM ଆବାସ ଯୋଜନାର ୱାର୍କ ଅର୍ଡ଼ର ବିଷୟରେ ନୂଆ ଅପଡ଼େଟ୍ ଯେଉଁଟାକି ଏବଂ ଆପଣମାନେ କେମିତି କରିବେ ୱାର୍କ ଅର୍ଡ଼ର ଆସିଲା ପରେ ଏବଂ କେବେ ମିଳିବ ସେଇଟା ଏ ଭିଡ଼ିଓରେ ଜାଣିବା ପୂର୍ବରୁ ଏ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରି ରଖନ୍ତୁ, କାହିଁକି ନା ଆମେ ଏ ଚ୍ୟାନେଲରେ ଗୋଟିଏ ଇନଫର୍ମେଟିଭ୍ ଭିଡ଼ିଓ ଛାଡ଼ୁଥାଉ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ୱାର୍କ ଅର୍ଡ଼ର ମାନେ ହେଉଛି କ'ଣ? ୱାର୍କ ଅର୍ଡ଼ର ହେଉଛି ଯେଉଁ ପକ୍କା ଘର ନିର୍ମାଣ ପାଇଁ ଅଫିସିଆଲ ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁ ଆପଣମାନଙ୍କର ନାମଟା ଏପ୍ରୁଭ୍ ହୋଇଥାଏ, ତାହାକୁ ଆପଣମାନେ ଯେଉଁ ଲିଷ୍ଟ ପ୍ରୋଭାଇଡ଼ କରିଥାନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ, ତାହା ହେଉଛି ୱାର୍କ ଅର୍ଡ଼ର। ଏହି ୱାର୍କ ଅର୍ଡ଼ରଟା ଆପଣମାନଙ୍କର ଲିଷ୍ଟରେ ଆସିଯାଇଥିଲା ବେଳେ ଆପଣମାନେ କ'ଣ କରିବେ? ତାପରେ ଆପଣମାନେ ଘର କାମର ଆରମ୍ଭ କରିପାରିବେ ଏବଂ ଆପଣମାନଙ୍କୁ ଫାଷ୍ଟ ଇନଷ୍ଟଲମେଣ୍ଟର ଟଙ୍କାଟା ରିଲିଜ୍ ହେବ ଆପଣମାନଙ୍କର ଖାତାରେ ଏବଂ ଏଇଟା ଆପଣମାନଙ୍କୁ ତିନିଟା ଇନଷ୍ଟଲମେଣ୍ଟରେ ଆପଣମାନଙ୍କୁ ଏ PM ଆବାସ ଯୋଜନାଟା ମିଳେ, ଯେଉଁଟାକି ଆପଣମାନଙ୍କୁ ଟୋଟାଲ୍ 1,30,000 ପର୍ଯ୍ୟନ୍ତ ଆପଣମାନଙ୍କୁ ମିଳିପାରେ ତିନିଟା ଇନଷ୍ଟଲମେଣ୍ଟ ଦ୍ୱାରା। ଏବଂ ଆପଣମାନେ ଏଇ ୱାର୍କ ଅର୍ଡ଼ରଟା ଆପଣମାନେ କେମିତି ଚେକ୍ କରିପାରିବେ ସେ ବିଷୟରେ ଆମେ ଜାଣିବା ଏବେ। ପ୍ରଥମେ ଆପଣମାନେ ମୋ ଡିସ୍କ୍ରିପସନ୍କୁ ଯିବେ ଏବଂ ଏ ଲିଙ୍କକୁ ଟଚ୍ କରିବେ ଯେଉଁ ତଳରେ ଥିବ। ସେ ଲିଙ୍କକୁ ଟଚ୍ କରିଲା ପରେ ଆପଣମାନଙ୍କୁ ଏମିତି ୱେବସାଇଟ୍ର ଶୋ କରିବ ଏବଂ ସମସ୍ତ ଏବଂ ଆପଣମାନେ ଦେଖନ୍ତୁ ଏମିତି ତଳକୁ ସ୍କ୍ରୋଲ୍ କରିବେ। ସ୍କ୍ରୋଲ୍ କରିଲା ପରେ ଆପଣମାନଙ୍କୁ এই ରିପୋର୍ଟସ୍ ଦେଖିବେ। ରିପୋର୍ଟସ୍ ତଳର 4 ନମ୍ବରଟାକୁ ଆପଣମାନେ ଟଚ୍ କରିବେ। ଟଚ୍ କରିଲା ପରେ ଆପଣମାନଙ୍କ ପାଖରେ ଏମିତି ଦେଖାଇବ ଏଇ ୱେବସାଇଟ୍ଟା ଏବଂ ଆପଣମାନେ ଏଇଥିରେ ଅଲ୍ ଷ୍ଟେଟ୍ ଜାଗାରେ ଓଡ଼ିଶା ମାରିଦେବେ। ଓଡ଼ିଶା ମାରିଲା ପରେ ଆପଣମାନେ ଆପଣଙ୍କର ଡିଷ୍ଟ୍ରିକ୍ଟ ମାରିଦେବେ। ଏବେ ମୁଁ ଯେଉଁଟା ମାରି ଦେଉଛି ଏମିତି ଏବଂ ମାରିଦେଲା ପରେ ଆପଣମାନେ ଏଇଥିରେ ଆପଣଙ୍କର ଗ୍ରାମ ପଞ୍ଚାୟତ ମାରିଦେବେ ଏବଂ ଏଠି ତଳରେ ଦେଖିବେ ଆପଣମାନଙ୍କର ବ୍ୟାଙ୍କକୁ ସେଇଠି ୱାର୍କ ଅର୍ଡ଼ରଟା ଆସିଛି ନା ନାହିଁ ସେ ବିଷୟରେ ଦେଖିବେ ଆପଣମାନେ। ଆପଣମାନେ ଏମିତି ସବମିଟ୍ ମାରିଦେବେ ଏଇଟାକୁ ଏବଂ ତଳରେ ଆପଣଙ୍କର ଲିଷ୍ଟ ଆସିଯିବ। ଲିଷ୍ଟରେ ଆପଣମାନଙ୍କର ନାଁ ଅଛି ନା ନାହିଁ ସେଇଟା ଦେଖିବେ ଏବଂ ଏଇଟାରେ ଟଚ୍ ଦେଖିବେ ଏବଂ ଆପଣମାନଙ୍କର ଖାତାକୁ ଆସିଛି ନା ନାହିଁ ସେ ବିଷୟରେ ଆପଣମାନେ ଜାଣିବେ ଏବଂ ଆପଣମାନେ ଏହି ୱେବସାଇଟ୍ ମାଧ୍ୟମରେ ଦେଖିପାରିବେ ଆପଣଙ୍କର ଲିଷ୍ଟ। ଏହି ଭିଡ଼ିଓଟା ଆପଣମାନଙ୍କୁ କେମିତି ଲାଗିଲା? ଭଲ ଲାଗିଲା ତ ଗୋଟିଏ ଲାଇକ୍ ଏବଂ ସବସ୍କ୍ରାଇବ୍ କରି ରଖନ୍ତୁ।